ଜୟ ଜଗନ୍ନାଥ। ମୁଁ ସତ୍ୟବାନ ବରାହ ଆମ କମଳପାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ଦାୟିତ୍ୱରେ ଅଛି। ଆଜିର ଆମର କାର୍ଯ୍ୟକ୍ରମ ଥିଲା ଜ୍ଞାନ ବିଜ୍ଞାନ ମେଳା। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଆମର ଜ୍ଞାନ ମେଳାର ଆମର ଉଦ୍ଘାଟନ ଉତ୍ସବ ସରି ସାରିଲାଣି। ପିଲାମାନଙ୍କର ପ୍ରକଳ୍ପ ଦେଖିବାର ସମୟ ଆସିଛି। ଆମ ଏଠୁ ଯୋଉ ପିଲା ଯୋଉ ପ୍ରକଳ୍ପ ଆମର ବିଦ୍ୟା ଭାରତ ଆମର ସଂକୁଳ ସ୍ତରରେ ଯୋଉ ଆମକୁ ପ୍ରକଳ୍ପ ଦେଇଛନ୍ତି, ଯୋଉ ଗୁଡ଼ିକ ସେଇ ପ୍ରକଳ୍ପ ଭିତରେ ଆମେ କାର୍ଯ୍ୟ କରୁଛୁ। ଏଠୁ ଯୋଉ ପିଲା ଆମର ପ୍ରଥମ ଦ୍ୱିତୀୟ ତୃତୀୟ ହେବେ, ସେମାନେ ଆସନ୍ତା ଶନିବାର ଦିନ ଅନୁଗୁଳ ସଂକୁଳକୁ ଯାଇକିନା ତାଙ୍କର ପ୍ରକଳ୍ପ ପ୍ରଦର୍ଶନ କରିବେ। ସବୁ ବର୍ଷ କରି ଆମର ବିଜ୍ଞାନ ମେଳା ଜ୍ଞାନ ବିଜ୍ଞାନ ମେଳା ଅଛି। ଯୋଉ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଚାଲିଛି। ଆଶା କରୁଛି ନିଶ୍ଚିତ ଭାବରେ ଆମ ବିଦ୍ୟାଳୟ ସଂସ୍ଥାନ କିପରି କରିବ, ସେହିପାଇଁ ଆମେ ଗୁରୁଜୀ ଗୁରୁମା ତଥା ପରିଚାଳନା ସମିତି ସମସ୍ତେ ଉତ୍କଣ୍ଠା ସହିତ ଅପେକ୍ଷା କରି ଅଛନ୍ତି। ଦିବ୍ୟାଂଶୀ ଦେବପ୍ରିୟ ନାୟକ, ପଞ୍ଚମ ଶିଶୁ ବର୍ଗ, ପରିବେଶ ପ୍ରଦୂଷଣ। ଆମ ଚତୁଃପାର୍ଶ୍ୱରେ ଥିବା ପ୍ରାକୃତିକ ପରିବେଶରେ ବିଭିନ୍ନ କ୍ଷତିକାରକ ବା ଅଦରକାରୀ ପଦାର୍ଥ ମିଶିବା ଫଳରେ ଯେଉଁ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହୁଏ ତାକୁ ପରିବେଶ ପ୍ରଦୂଷଣ କୁହାଯାଏ। ପରିବେଶ ପ୍ରଦୂଷଣ ମୁଖ୍ୟତଃ 4 ପ୍ରକାର, ଯଥା ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ। ଡକ୍ଟର ମୋ ନାଁ ହେଲା ବିଜୟ କୁମାର ଧୀର। ମୁଁ ପ୍ରଧାନ ଶିକ୍ଷକ ଥିଲି 2021 ପର୍ଯ୍ୟନ୍ତ କୁମଣ୍ଡ ଜରାସିଂହା ନୋଡାଲ ହାଇସ୍କୁଲର। ଏବେ ରିଟାୟାର୍ଡ ପରେ ଘରେ ଅଛି। ନୂଆତା ଆମ ଘର। ହଁ, ଇଏ ଗୋଟେ ଉଚିତ ପଦକ୍ଷେପ। ଦୀର୍ଘ ଦିନ ଧରି ମୁଁ ବିଜ୍ଞାନ ଶିକ୍ଷକ ହିସାବରେ କାମ କରିଛି। ଏଇ ଛୋଟ ଛୋଟ ପିଲାମାନଙ୍କର ଯୋଉ ପାଠ ପଢା ଯାଉଛି, ଯୋଉ ବିଷୟରେ ପାଠ ପଢା ଯାଉଛି, ତାକୁ ଦୈନନ୍ଦିନ ଜୀବନରେ ଯଦି ପ୍ରୟୋଗ କରିପାରିଲେ ତାଙ୍କ ଭିତରେ ଯୋଉ ଆଗ୍ରହ ରହିବ ବା ନୂଆ ନୂଆ ଚିନ୍ତାଧାରା ଆସିବ ଯେ ୟାକୁ କଣ କରିହବ, ସେଇଟା ହେଲେ ସେମାନେ ଭବିଷ୍ୟତରେ ଯୋଉ ଗବେଷଣା କଲା ବେଳେ ତାଙ୍କର ଆଗ୍ରହଟା ପ୍ରକାଶ ହେବ, ଅନିସନ୍ଦିଗ୍ଧ ମନୋଭାବଟା ତାଙ୍କର ବୃଦ୍ଧି ପାଇବ, ଯାହା ଫଳରେ ସେ ନୂଆ ନୂଆ ତଥ୍ୟକୁ ସାମ୍ନାକୁ ଆଣିପାରିବ। ଫଳରେ ଆମ ଓଡ଼ିଶାର ତଥା ଭାରତ ବର୍ଷର ପୃଥିବୀର ବି ମଙ୍ଗଳ ହେବ। ହଁ, ଏଥିରେ ଛୋଟ ପିଲାମାନଙ୍କର ଅଛି ବିଭିନ୍ନ ପତ୍ରର ଉପକାରିତା, ତାର ଫଳର ଉପକାରିତା ସେମାନେ ଦେଖେଇଛନ୍ତି। କିଛି ନୂତନ ପ୍ରକଳ୍ପ ଅଛି ଯୋଉଟା କି ବଳ, ଗତି, ବିଦ୍ୟୁତ ଏହାର କେମିତି ଦୈନନ୍ଦିନ ଜୀବନରେ ପ୍ରୟୋଗ କରାଯାଉଛି। ଆଉ କିଛି ପ୍ରକଳ୍ପ ଅଛି ପରିବେଶ ପ୍ରଦୂଷଣ କାହିଁକି ହୁଏ, ତାକୁ କିଭଳି ଭାବରେ ରୋକି ହବ, ସଡ଼କ ସୁରକ୍ଷା କେମିତି କରିହବ, ସେ ସବୁ ସମ୍ବନ୍ଧରେ ଏଥିରେ ଅଛି। ମୁଁ ଅଖିଳ ମହାପାତ୍ର, କମଳପାଳ ସରସ୍ୱତୀ ବିଦ୍ୟା ମନ୍ଦିରର ସମ୍ପାଦକ ଦାୟିତ୍ୱ ଅଛି। ଆଜି ବିଦ୍ୟାଳୟର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଆମର କ୍ଲାସ 5ରୁ ଅପର କ୍ଲାସ ପର୍ଯ୍ୟନ୍ତ, କ୍ଲାସ 8 ପର୍ଯ୍ୟନ୍ତ, 9 ପର୍ଯ୍ୟନ୍ତ ହେଇଥିଲା। ତାପରେ ତୃତୀୟରୁ 10 ପର୍ଯ୍ୟନ୍ତ ହେଇଥିଲା। ବହୁତ ଶିଶୁ ଆମର ପ୍ରକଳ୍ପ ଧରିକି ଆସିଥିଲେ। ଏ ପ୍ରକଳ୍ପ କରିବା ଉଦ୍ଦେଶ୍ୟ ରହୁଛି ଏମିତି ପ୍ରତ୍ୟେକ ବର୍ଷ ଏଇଟା ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୁଏ। ପିଲାଙ୍କ ବିଶେଷ ଜ୍ଞାନ ବା ବିଜ୍ଞାନ ଭିତ୍ତିକ ଜ୍ଞାନ ଟିକେ ଜାଗରଣ କରିବା ପାଇଁ ଇଏ ହଉଛି ବିଦ୍ୟା ଭାରତ ଗୋଟେ ପ୍ରୟାସ। ପ୍ରତ୍ୟେକ ବର୍ଷ ଏମିତି ଜ୍ଞାନ ବିଜ୍ଞାନ ମେଳା କଲା ପରେ ୟାପରେ ଯୋଉମାନେ ପ୍ରକଳ୍ପର ସିଲେକ୍ସନ ହେବେ, ସେମାନେ ଆସନ୍ତା 9 ତାରିଖକୁ ସମ୍ବାଦର ଅନୁଗୁଳ ଠାରେ ଆଉ ଗୋଟେ ହବ, ପ୍ରତିଯୋଗିତା ହବ। ସେଥିରୁ ସିଲେକ୍ସନ କଲେ ପ୍ରାନ୍ତକୁ ଯିବେ, ଭୁବନେଶ୍ୱର ପ୍ରାନ୍ତକୁ ଯିବେ। ତେଣୁ ଇଏ ଗୋଟେ ହଉଛି ପିଲାଙ୍କ ପାଇଁ ବିଶେଷ ଆଦୃତ ଏଇ ଜ୍ଞାନ ବିଜ୍ଞାନ ମେଳା ଦ୍ୱାରା। ଆଉ ପିଲା ବିଭିନ୍ନ ପ୍ରକାର ପ୍ରକଳ୍ପ କରୁଛନ୍ତି,
ସେଥିରେ ସେ ବିଶେଷ ଜ୍ଞାନ ପାଉଛନ୍ତି। ଧରନ୍ତୁ ଆପଣ ଗୋଟେ ଦେଖା ହେଲା ହାର୍ଟ ଆଟାକ୍ ମାନେ ପ୍ରାଥମିକ ଚିକିତ୍ସା, ସେଥିରେ ବହୁତ ବଡ଼ ମେଡିସିନ ଆସିଥିଲା, ବ୍ୟାଣ୍ଡେଜ, ସ୍ପିରିଟ, ତେଣୁ ତା ଉପରେ ତାଙ୍କର ଗୋଟେ ଅଧିକ ଜ୍ଞାନ ହେଲା। ତେଣୁ ଏହା ପ୍ରତ୍ୟେକ ଜ୍ଞାନ ପାଇଁ ଆହରଣ ପାଇଁ ଏ ଗୋଟେ ଜ୍ଞାନ ବିଜ୍ଞାନ ମେଳା ବିଦ୍ୟା ଭାଗ ଦ୍ୱାରା ପ୍ରତ୍ୟେକ ବର୍ଷ ଏମିତି ଅନୁଷ୍ଠିତ ହୋଇଥାଏ। ଆଜ୍ଞା ଆପଣଙ୍କ ପରିଚୟଟା ଦେବେ। ମୁଁ ପ୍ରଧାନାଚାର୍ଯ୍ୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବରପାଳ। ମୋ ନାଁ ହଉଛି ଧର୍ମାନନ୍ଦ ସାହୁ। ଆପଣଙ୍କ ସ୍କୁଲରେ ଯୋଉ କାର୍ଯ୍ୟକ୍ରମ ହେଇଛି ଜ୍ଞାନ ବିଜ୍ଞାନ କାର୍ଯ୍ୟକ୍ରମ କଣ କହିବେ କେମିତି କଣ? ଆମର ବିଦ୍ୟାବାରିଧି ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଯୋଜନାରେ ଶିଶୁମାନଙ୍କର ବୈଜ୍ଞାନିକ ମନୋଭାବର ଉନ୍ନତି ପାଇଁ ବିଜ୍ଞାନର ପ୍ରଗତି ଦୃଷ୍ଟିରୁ ଶିଶୁମାନଙ୍କ ମନରେ ଏ ଯୋଉ ବିଜ୍ଞାନ ପ୍ରତି ଯୋଉ ଆଗ୍ରହ ଜାତ ହେବା ପାଇଁ ଆମର ବିଜ୍ଞାନ ମେଳା କରାଯାଏ। এই ବିଜ୍ଞାନ ମେଳାରେ ଯେଉଁମାନେ କୃତକାର୍ଯ୍ୟ ହେବେ ସେମାନେ ଆମର ଜାତୀୟ ସ୍ତର ପର୍ଯ୍ୟନ୍ତ ମଧ୍ୟ ଯାଆନ୍ତି। ତେଣୁ ଶିଶୁମାନଙ୍କର ଯୋଉ ବୈଜ୍ଞାନିକ ମନୋଭାବର ଉଦ୍ରେକ କରିବା ପାଇଁ ସମସ୍ତଙ୍କୁ ଏଇ ବିଜ୍ଞାନ ମେଳାରେ ଭାଗ ନେବା ପାଇଁ ଆମେ ସହଯୋଗ କରୁ ତଥା ପିଲାମାନେ ଯୋଉ କିଭଳି ଭାବରେ ଆଗାମୀ ଦିନରେ ତାଙ୍କର ଜ୍ଞାନର ପରିପ୍ରକାଶକୁ ବାହାରେ କରିପାରିବେ, ସେଥିପାଇଁ ବିଜ୍ଞାନ ମେଳା ଆୟୋଜନ କରେ। ଆପଣଙ୍କ ସ୍କୁଲରେ କେତେ ଜଣ ଛାତ୍ରଛାତ୍ରୀ ଆମର ପାଖାପାଖି 50 ଜଣ। ଆଶା ରଖୁଛନ୍ତି ପିଲାମାନେ ଯାଇକି ଆଶା ଆଗାମୀ 9 ତାରିଖରେ ତ ଆମର ସଂକୁଳ ବିଜ୍ଞାନ ମେଳା ହବ। ସେଠି ବିଭିନ୍ନ ବିଦ୍ୟାଳୟରୁ ଯୋଉମାନେ ପ୍ରଥମ ସ୍ଥାନ ଅଧିକାର କରିଥିବେ ସେମାନେ ସେଟାକୁ ଯିବେ। ସେଠି ଆମେ ତାଙ୍କ ଭିତରେ ପ୍ରତିଯୋଗିତା ହବ। ସେଠୁ ସରିଲା ପରେ 23 ତାରିଖ 22 ଆଉ 23 2 ଦିନ ଆମର ଜିଲ୍ଲା ସ୍ତରରେ ଯୋଉମାନେ କୃତକାର୍ଯ୍ୟ ହେବେ ତାପରେ ରାଜ୍ୟ ସ୍ତରକୁ ଯିବେ। ରାଜ୍ୟ ସ୍ତରରୁ ଅଖିଳ ଭାରତୀୟ ସ୍ତରକୁ ମଧ୍ୟ ଯିବେ। ଯୋଉମାନେ ଆମେ ଆଶା କରୁଛୁ ଆମର ପିଲାମାନେ ସଫଳ କେମିତି ହେଇପାରିବେ। କେତେ ଜଣ ପାଖାପାଖି ଯିବେ ବୋଲି ଆପଣ ଆଶା କରୁଛନ୍ତି? ସେମିତି ତ ଆମ ପିଲାମାନଙ୍କ ଭିତରେ ଆମେ ଅନ୍ୟ ବିଜ୍ଞାନ ମେଳା ଟାଲି କଲା ସହିତ ଟାଲି କରିନୁ। ବିଭିନ୍ନ ଜାଗାରେ ଦେଖୁଛୁ ଯେତେବେଳେ ବଡ ବଡ ବିଜ୍ଞାନ ମେଳା ହଉଛି ସେଠାରୁ ବହୁତ ପିଲା କଟି କଟି ଯାଉଛନ୍ତି। ତେଣୁ ଯୋଉମାନଙ୍କର ପାର୍ଟିସିପେସନ ଆପିଆରାନ୍ସ ତା ସହିତ ଏକ୍ସପ୍ରେସନ ଆଉ ପ୍ରୋଜେକ୍ଟର ସୁନ୍ଦରତା ଏସବୁ ରହିବ, ସେ ଅନୁସାରେ ତାଙ୍କୁ ମାର୍କିଂ କରାଯାଏ। ମାର୍କିଂ କଲା ପରେ ଯୋଉମାନେ ପ୍ରଥମ ସ୍ଥାନ ଅଧିକାର କରନ୍ତି ସେମାନଙ୍କୁ ଉପରକୁ ପଠାଯାଏ। ଝିଅ ତମ ନାଁ କଣ? ଲକ୍ଷ୍ମୀ ପ୍ରିୟା ବେହେରା, କୋଉ କ୍ଲାସରେ ପାଠ ପଢୁଛ? ଚତୁର୍ଥ। କଣ ପ୍ରୋଜେକ୍ଟ ରହୁଛି? ଆମର ଏଠି ମନୁଷ୍ୟର ସ୍ୱତନ୍ତ୍ର ବା ଫୁସଫୁସ୍ ପ୍ରକଳ୍ପ ଆଣିଛି। ଆଗକୁ କଣ ଆଶା ରହିଛି? କଣ ହବ? ବଡ ହେଇକି କଣ ହବ? ପୋଲିସ ହେବାର ଇଚ୍ଛା। ପୋଲିସ ହେବେ? ବିଜ୍ଞାନ ମେଳାରେ ଭାଗ ନେଇଛନ୍ତି? ଆଚ୍ଛା।